लास्ट क्लास रे पढ़ी हूँ कार्बन गोटे किस धातु ना अधातु ना मिश्र धातु। कार्बन गोटे अधातु पढ़ी कार्बन रो परमाणु क्रमांक केते 6 हला एक मार्क क्वेश्चन पचारिबो कार्बन रो पारमाणविक वस्तुत्व केते कार्बन रो पारमाणविक वस्तुत्व केते 12 यू तापर होची कार्बन रो इलेक्ट्रॉन संरचना 24 हला तापर कार्बन रो योज्यता 4 आ होची भूत गर्भ रे कार्बन केते परसेंट अछि 0.02 वायुमंडल रे 0.03 ହେଲା ତ ଏଇ କ୍वेଶ୍चन ଗୁଡା କରିପାରିବ ହେଲା ତାପରେ ପଢିଥିଲେ ହଉଛି କାର୍ବନ କଣ ପାଇଁ ଦରକାର ଗୁରୁତ୍ୱପୂର୍ଣ୍ଣ ହେଲା କାର୍ବନ କଣ ପାଇଁ ଦରକାର ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷରେ କାର୍ବନ ରହିଛି ସେଥିପାଇଁ ହଉଛି କାର୍ବନ ଇମ୍ପୋର୍ଟାଣ୍ଟ ହେଲା ଆମେ କି ଜିନିଷ ବ୍ୟବହାର କରୁଛୁ ମେଡିସିନ ରେ ବି କାର୍ବନ ରହିଛି ତାପରେ ହଉଛି ଫୁଡ ମାନେ ହଉଛି ଖାଦ୍ୟରେ ବି କାର୍ବନ ରହିଛି ତାପରେ ପଢିଥିଲେ ହଉଛି ଆମର ଶରୀର ଭିତରେ ବି କାର୍ବନ ରହିଛି ହେଲା ମନେ ରଖିବା ଆମର ଶରୀର ଭିତରେ ବି କାର୍ବନ ରହିଛି ଯେମିତି ଆମର ଡିଏନଏ ରେ କାର୍ବନ ରହିଛି ତାପରେ ହଉଛି ଶ୍ଵେତ ସାର ପ୍ରୋଟିନ ମାନେ କି ପୁଷ୍ଟି ସାରରେ ବି କାର୍ବନ ରହିଛି ଶ୍ଵେତ ସାରରେ ବି କାର୍ବନ ରହିଛି ତାପରେ ହଉଛି ଗ୍ଲୁକୋଜ ର ସଂକେତ କିଏ କହିପାରିବ O6 ଏଠି କାର୍ବନ ଅଛି ନା ନାଇଁ ଏଠି ବି କାର୍ବନ ରହିଛି ହେଲା ଆଉ ହଉଛି କିସ ନା କାର୍ବନ ହଉଛି ସର୍ବଗୁଣଧାରୀ ହେଲା କାର୍ବନ ସର୍ବଗୁଣଧାରୀ ସେଇ ପାଇଁ ହଉଛି କାର୍ବନ ବିଷୟରେ ଆମେ ପଢୁଛେ ବୁଝିହେଲା କାର୍ବନ କୁ କୁହାଯାଏ ସର୍ବଗୁଣଧାରୀ ମଧ୍ୟ କୁହାଯାଏ ହେଲା ସେଇ ପାଇଁ ଆମେ କାର୍ବନ ବିଷୟରେ ପଢବା ତାପରେ ପଢିଥିଲେ ହଉଛି ବନ୍ଧ ବନ୍ଧ କେତେ ପ୍ରକାର ବନ୍ଧ ଅଛି ଦୁଇ ପ୍ରକାର କିସ କିସ ଆୟନିକ ବନ୍ଧ ଆଉ ଗୋଟେ ହଉଛି ସହ ସଂଯୋଜୀୟ ବନ୍ଧ ତ ହଉଛି ରେଡ କଲର ଟା ଚିହ୍ନା ଯାଉନି କି ଏଟା ହଉଛି ଲାଇଟ ଏଇନା ଦିଶୁଛି ନା ଦିଶୁଛି ନା ନାଇଁ ଆଉ ଟିକେ ପାଖକୁ ଆଣ ଝରକା ଟା ଟିକେ ଲଗେଇ ଦିଅ ଲାଗିବନି କି ଦିଶିଲା ହେଲା ତ ହଉଛି କିସ ବନ୍ଧ ହଉଛି ଦୁଇ ପ୍ରକାର କିସ କିସ ବନ୍ଧ ଗୋଟେ ହଉଛି ଆୟନିକ ବନ୍ଧ ଆଉ ଗୋଟେ ହଉଛି ସହସଂଯୋଜ୍ୟ ବନ୍ଧ ତ ହଉଛି ଆୟନିକ ବନ୍ଧ କାହାକୁ କୁହାଯାଏ ଯେଉଁ ବନ୍ଧ ଆୟନ ବିନିମୟ ଦ୍ଵାରା ତିଆରି ହେଇଥାଏ ତାହାକୁ ଆୟନିକ ବନ୍ଧ ଆଉ ସହସଂଯୋଜ୍ୟ ବନ୍ଧ ଯୋଉ ବନ୍ଧ ହଉଛି ଇଲେକ୍ଟ୍ରନ ର ସହଭାଜନ ଦ୍ଵାରା ତିଆରି ହୋଇଥାଏ ହେଲା ତ କ୍ୱେଶ୍ଚନ ପଡିବ ଏଠି କେମିତି NaCl ରେ କୋଉ ପ୍ରକାର ବନ୍ଧ ଅଛି ଆଉ CH ପରେ କୋଉ ପ୍ରକାର ବନ୍ଧ ଅଛି ତ ହଉଛି କାର୍ବନ ଯଦି ଦେଖି ପକେଇଲ ସେଠି କୋଉ ପ୍ରକାର ବନ୍ଧ ଥିବ ସହସଂଯୋଜ୍ୟ ବନ୍ଧ ଥିବ ବୁଝିହେଲା ତାପରେ ଗୋଟେ ଲଙ୍ଗ କ୍ୱେଶ୍ଚନ ପଢିଦେଲେ ସହସଂଯୋଜ୍ୟ ବନ୍ଧ କାହାକୁ ସହସଂଯୋଜ୍ୟ ଯୌଗିକ କାହାକୁ କୁହାଯାଏ ତାର ଧର୍ମ ହେଲା ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଯେଉଁ ଯୌଗିକ ଇଲେକ୍ଟ୍ରନ ମାନଙ୍କର ସହଭାଜନ ଦ୍ଵାରା ଗଠିତ ହେଇଥାଏ ତାହାକୁ କିସ କୁହାଯାଏ ସହସଂଯୋଜ୍ୟ ବନ୍ଧ କୁହାଯାଏ କେମିତି ହଉଛି ଏକ୍ସାମ୍ପଲ କିସ CH4 C2H6 CCl3 ତାପରେ ପଢିଥିଲା ହଉଛି କିସ ଏ ଧର୍ମ କିସ କଠିନ ତରଳ ଗ୍ୟାସୀୟ ଅବସ୍ଥାରେ ଦେଖତେ ମିଳନ୍ତି ଆଉ ହଉଛି ଏଇ ଯୌଗିକର ଗଳନାଙ୍କ ସ୍ଫୁଟନାଙ୍କ କମ କାରଣ ହଉଛି ଅଣୁ ଅଣୁ ମଧ୍ୟରେ ଆକର୍ଷଣ ବଳ କମ ରହିଥାଏ ତାପରେ ହଉଛି କଠିନ ମାନେ ହଉଛି ବିଦ୍ୟୁତ ସୁପରିବାହୀ ନା କୁପରିବାହୀ କୁପରିବାହୀ ଆଉ ହଉଛି ଜଳରେ ଅଦ୍ରବଣୀୟ ବୁଝିହେଲା ଏଇଟା ଲଙ୍ଗ କ୍ୱେଶ୍ଚନ ଟା ଘୁଷି ଦିଅ ବୁଝିହେଲା ତାପରେ ହଉଛି କାର୍ବନ କଣ ପାଇଁ ଆୟନିକ ବନ୍ଧ ବାନ୍ଧେନି ଦୁଇଟା କାରଣ ଥିଲା କିସ କାରଣ ଘୁଷିଛ ଘୁଷିଛ ଘୁଷି ଦବ ହେଲା ପୁରା ପାଣି କରିଦବ ଦୁଇଥର ତିନିଥର ମାନେ ପ୍ରାକ୍ଟିସ କରିଦବ ନା ହେଇଯିବ ହେଲା କାର୍ବନ C+4 କାଟାୟନ ହେବା ପାଇଁ ତାକୁ କିସ ବହୁତ ଶକ୍ତି ଆବଶ୍ୟକ ହୁଏ ଆଉ ହଉଛି C-4 ହେଲେ କିସ ପ୍ରୋବ୍ଲେମ ହୁଏ 10ଟା ଇଲେକ୍ଟ୍ରନ ହେଇଯାଏ ତାପରେ ପଢିଥିଲେ କାର୍ବନ ର ବିଭିନ୍ନ ରୂପ କିସ କିସ ରୂପ ହୀରା ଗ୍ରାଫାଇଟ ଫୁଲେରିନ ହେଲା ତ ଏଇଠୁ କ୍ୱେଶ୍ଚନ କେମିତି ଆସିବ ଏହାର ଆକାର ତ୍ରିବିମୟ ହେଲା ଆଉ ୟାର ଆକାର ହଉଛି ଷଡଭୁଜୀୟ ବିନ୍ୟାସ ଆଉ ହଉଛି କିସ ଏଇଟା ପଡବ କେଟି ବନ୍ଧ ବାନ୍ଧିଥାଏ ଆଉ ହଉଛି ଏହାର ଆକାର କେମିତି ଫୁଟବଲ ପରି ଆଉ ହଉଛି ଏଟାର ଅନ୍ୟ ନାମ କିସ C16 ତାପରେ ହଉଛି ଆଉ କିସ ତାପରେ କିସ ପଢିଥିଲେ ହେଲା ସେଇଟା ପଢିଥିଲେ
ତ ହଉଛି ଆଜି ଗୋଟେ ନୂଆ ପାଠ ପଢବା ହେଲା, କାର୍ବନ ଯୌଗିକ। କାର୍ବନ ଯୌଗିକ ହେଲା। କାର୍ବନ ଯୌଗିକ କେତେ ପ୍ରକାର ଅଛି ଜାଣିଛ? ଦୁଇ ପ୍ରକାର କାର୍ବନ ଯୌଗିକ ରହିଛି। କେତେ ପ୍ରକାର? ଦୁଇ ପ୍ରକାର। ଗୋଟେ ହଉଛି ପୃକ୍ତ କାର୍ବନ ଯୌଗିକ ହେଲା, ପୃକ୍ତ କାର୍ବନ ଯୌଗିକ ହେଲା, ପୃକ୍ତ ଯୌଗିକ। ଆଉ ଗୋଟେ କିସ ହେଇଥିବ କୁହ ନା? ଅପୃକ୍ତ ଯୌଗିକ, ବୁଝିଲା? ଅପୃକ୍ତ ଯୌଗିକ। କାର୍ବନ ଯୌଗିକ କେତେ ପ୍ରକାର? ଦୁଇ ପ୍ରକାର। ଗୋଟେ ହଉଛି ପୃକ୍ତ ଯୌଗିକ ଆଉ ଗୋଟେ ହଉଛି ଅପୃକ୍ତ ଯୌଗିକ, ବୁଝିଲା? ତ ୟା ପୂର୍ବରୁ ତୁମେ ବନ୍ଧ ପଢିଥିଲ କି ତିନି ପ୍ରକାର ବନ୍ଧ ଅଛି? କିସ କିସ? ଏକ ବନ୍ଧ, ଦି ବନ୍ଧ, ତ୍ରିବନ୍ଧ, ବୁଝିଲା? ତ ପୃକ୍ତ ଯୌଗିକ କାହାକୁ କୁହାଯାଏ ଜାଣିଛ? ଲେଖିଦବା, ପାର୍ଥକ୍ୟ ପଡେ, 2 ମାର୍କ ପାର୍ଥକ୍ୟ ପଡେ ହେଲା। ପୃକ୍ତ ଯୌଗିକ ଆଉ ଅପୃକ୍ତ ଯୌଗିକ ଭିତରେ କିସ ପାର୍ଥକ୍ୟ ଲେଖ। କାର୍ବନ ଯୌଗିକ ଦୁଇ ପ୍ରକାର। ପୃକ୍ତ ଯୌଗିକ କାହାକୁ କୁହାଯାଏ? ଯେଉଁ କାର୍ବନ ଯୌଗିକ ମଧ୍ୟରେ ଗୋଟିଏ ବନ୍ଧ ଥାଏ ବା ଏକ ବନ୍ଧ ଥାଏ ତାହାକୁ କିସ କୁହାଯାଏ? ପୃକ୍ତ କାର୍ବନ ଯୌଗିକ। ଲେଖିଦବା, ଯେଉଁ କାର୍ବନ ଯୌଗିକ ମଧ୍ୟରେ ଏକ ବନ୍ଧ ଥାଏ ହେଲା, ତାହାକୁ କିସ କୁହାଯାଏ? ପୃକ୍ତ ଯୌଗିକ କୁହାଯାଏ। କମ୍ପ୍ଲିଟ କରିଦିଅ ବାକ୍ୟ। ତାପରେ ହଉଛି ଅପୃକ୍ତ ଯୌଗିକ କାହାକୁ କୁହାଯାଏ? ଯେଉଁ କାର୍ବନ ଯୌଗିକ ମଧ୍ୟରେ ଦ୍ୱିବନ୍ଧ ବା ତ୍ରିବନ୍ଧ ଥାଏ ହେଲା। ଯୌଗିକ ମଧ୍ୟରେ ଦ୍ୱିବନ୍ଧ ବା କିସ ତ୍ରିବନ୍ଧ ରହିଥାଏ। ତାହାକୁ କିସ କୁହାଯାଏ? ତାହାକୁ ଅପୃକ୍ତ ଯୌଗିକ କୁହାଯାଏ। ତାପରେ ଏକ୍ସାମ୍ପଲ ଲେଖବା। ଏକ୍ସାମ୍ପଲ କିସ? ଏକ୍ସାମ୍ପଲ ହଉଛି यार ହବ ହଉଛି ଆଲକେନ ହେଲା, ଆଲକେନ। ଆଲକେନ, ଆଲକେନ କିସ ଜିନିଷଟା ସେଟା ବି ଜାଣବା ହେଲା। ଆଲକେନ ଆଉ ୟାର ଏକ୍ସାମ୍ପଲ ହବ ହଉଛି ଆଲକିନ ଆଉ ଗୋଟେ ହଉଛି ଆଲକାଇନ। ଏଠୁ କ୍ୱେଶ୍ଚନ କେମିତି ଆସିବ ଦେଖ, ଦେଖି ସାରିଲ? ଆଲକିନ ଆଉ ଆଲକାଇନ ହେଲା। ତ ହଉଛି ତୁମର ହଉଛି ଯଦି କ୍ୱେଶ୍ଚନ ପଡିଲା ପାର୍ଥକ୍ୟ ଲେଖ, ଲେଖିଦବ, ବୁଝିଲା? ତ ଏଇଠି କ୍ୱେଶ୍ଚନ ଆସିବ ହଉଛି ସେ ଏମିତି ଦୁଇଟା ଚିତ୍ର ଦେଇଥିବ, ବୁଝିଲା? ଏଇଟା ଗୋଟେ ଚିତ୍ର, ଆଉ ଗୋଟେ ଦେଇଥିବ ହଉଛି କୋଉଟା ପୃକ୍ତ ଯୌଗିକ କୋଉଟା ଅପୃକ୍ତ ଯୌଗିକ, କିଏ କହିପାରିବ? ଏଇ ଚିତ୍ର ଦେଖିକି କହିପାରିବ କୋଉଟା ପୃକ୍ତ କୋଉଟା ଅପୃକ୍ତ? ଏଇଟା ହଉଛି କିସ ପୃକ୍ତ। କଣ ପାଇଁ? ଏକ ବନ୍ଧ ରହିଛି, ଏଠି ବି ଏକ ବନ୍ଧ, ଏଠି ବି ଏକ ବନ୍ଧ ହେଲା, ସବୁରେ ଏକ ବନ୍ଧ ରହିଛି, ସେଇଟା ହୋଇଛି ଏଇଟା ପୃକ୍ତ। ଆଉ ହଉଛି ଏଠି ହଉଛି ଦି ବନ୍ଧ ରହିଛି କାର୍ବନ ଯୌଗିକରେ, ତ ହଉଛି ଏଇଟା କିସ ଅପୃକ୍ତ, ବୁଝିହେଲା? ଯଦି ତିନିଟା ବଣ୍ଡ ବି ଥାଏ ତାହେଲେ ହଉଛି କିସ ଅପୃକ୍ତ, ବୁଝିହେଲା? କିଛି ନେଇ ପାରବ ପୃକ୍ତ କୋଉଟା ଅପୃକ୍ତ କୋଉଟା ହେଲା। ତ କୁହ ନା ଏଇଟା ପୃକ୍ତ ନା ଅପୃକ୍ତ? ଏଇଟା ଅପୃକ୍ତ, ବୁଝିହେଲା? କଣ ପାଇଁ? ତ୍ରିବନ୍ଧ ଅଛି, ତ ଚିତ୍ର ଦେଖିକି ପୃକ୍ତ କୋଉଟା ଅପୃକ୍ତ କୋଉଟା ଚିହ୍ନି ପାରବ, ଚିହ୍ନି ପାରବ ହେଲା। ତ ଏଇ ଯେ ଲେଖିଲି ଆଲକେନ ହେଲା, ଆଲକେନ ଆଉ ହଉଛି କିସ ଆଲକିନ ଆଉ ଆଲକାଇନ, ସେଇଗୁଡା କିସ ଜିନିଷ ଗୁଡା ଏଇନା ଲେଖବା, ବୁଝିହେଲା? ଆଲକେନ ଟା କିସ ଜିନିଷ, ଆଲକିନ ଟା କିସ ଜିନିଷ, ଆଲକାଇନ ଟା କିସ ଜିନିଷ ହେଲା। ତ ହଉଛି ଆଲକିନ ବି ଗୋଟେ ଇଏ ବି ଗୋଟେ କାର୍ବନ ଯୌଗିକ, ବୁଝିହେଲା? ଆଲକେନ ବି ଗୋଟେ କାର୍ବନ ଯୌଗିକ, ଆଲକିନ ବି ଗୋଟେ କାର୍ବନ ଯୌଗିକ, ତାପରେ ଆଲକାଇନ ବି ଗୋଟେ କାର୍ବନ ଯୌଗିକ, ବୁଝିହେଲା? କିନ୍ତୁ ହଉଛି ଏଇ ଆଲକେନ ଯୌଗିକରେ କିସ ଗୋଟେ ବନ୍ଧ ଥାଏ, ଆଉ ଆଲକିନ ଯୌଗିକରେ ଦୁଇ ବନ୍ଧ ଥାଏ, ଆଉ ଆଲକାଇନ ଯୌଗିକରେ କିସ ଥାଏ? ତ୍ରିବନ୍ଧ ଥାଏ ହେଲା। ତ ଆଲକେନ ହେଡିଙ୍ଗ ଦବା, ତ ଆଲକେନ ହେଡିଙ୍ଗ ଦବା ପୂର୍ବରୁ ଗୋଟେ ଜିନିଷଟା ସିରିଏଲରେ ମନେ ରଖିବ ହେଲା।
সিরিয়ালি মনে রাখবো, মনে রাখতে পারবো। মিথ, ইথ, প্রপ, বিউট ହେଲା। মিথ, ইথ, প্রপ, বিউট, প্যান্ট, হেক্স, এটা সিরিয়ালি মনে ରଖ ହେଲା। ପ୍ୟାଣ୍ଟ, ହେକ୍ସ ହେଲା। ଏପଟ ହଉଛି କେତେ, 1 2 3 4 5 6, এটা ସିରିଆଲି ମନେ ରଖିପାରିବ ହେଲା। ମିଥ୍, ଇଥ୍, ପ୍ରପ୍, ବିଉଟ୍, ପ୍ୟାଣ୍ଟ, ହେକ୍ସ, ୟା ମାନେ କିସ କହନା। ଯଦି ତୁମେ କୋଉଠି ବି ହେଲା ଗୋଟେ କାର୍ବନ ଦେଖବ ହେଲା, ଗୋଟେ କାର୍ବନ ଅଛି ତାର ମାନେ କିସ ମିଥ୍, ଦୁଇଟା କାର୍ବନ ଅଛି ମାନେ ଇଥ୍, ତିନିଟା କାର୍ବନ ଅଛି ମାନେ ପ୍ରପ୍, ଚାରିଟା ବିଉଟ୍, ପ୍ୟାଣ୍ଟ, ହେକ୍ସ, ବୁଝିଲା। ପାଞ୍ଚଟା ଅଛି ମାନେ ପ୍ୟାଣ୍ଟ, ଛଅଟା ଅଛି ମାନେ ହେକ୍ସ। ତ ହଉଛି ଏଇଟା ହଉଛି କାର୍ବନ ର ସଂଖ୍ୟା କୁ ବୁଝିଲା। ଧରାଯାଉ ଅଛି C2H6 ଲେଖା ହେଇଛି ହେଲା, ୟାର ନାମଟା କିସ ହବ କହନା, ଇଥ୍ ରୁ ଷ୍ଟାର୍ଟ ହବ, ବୁଝିପାରିଲ। C3H6 ଲେଖା ହେଇଛି ଧରାଯାଉ, ୟାର ନାମଟା କି ରୁ ପ୍ରପ୍ ରୁ ଷ୍ଟାର୍ଟ ହବ, ବୁଝିଲା। ତ ଏଇନା ହେଡିଙ୍ଗ ଦିଆ ହଉଛି କିସ, ଆଲକେନ। ଆଲକେନ, ଆଲକେନ ରେ କେତେଟା ବନ୍ଧ ଥାଏ, ଗୋଟିଏ ବନ୍ଧ ହେଲା, ଲେଖିଦବ। ଏଥିରେ ଏକକ ବନ୍ଧ ରହିଥାଏ, ଏଥିରେ ଏକକ ବନ୍ଧ ରହିଥାଏ। ଏହା ଗୋଟେ ପୃକ୍ତ ନା ଅପୃକ୍ତ ଯୌଗିକ, ଲେଖିଦିଅ। ଏହା ଏକ ପୃକ୍ତ ଯୌଗିକ, ପୃକ୍ତ କାର୍ବନ ଯୌଗିକ ହେଲା। ତ ହଉଛି ୟାର ଫର୍ମୁଲା ଟା କେମିତି, ବାକ୍ୟ ବନେଇବାର ଫର୍ମୁଲା ଟା, ୟାର ଫର୍ମୁଲା ହଉଛି CnH2n+2 ହେଲା। CnH2n+2 ବୁଝିଲା, ୟାର ଫର୍ମୁଲା କିସ, CnH2n+2। ତ ବନେଇବା ହେଲା, ଆଲକେନ ଯୌଗିକ ବନେଇବା ଦେଖ। n ଜାଗାରେ ଫାଷ୍ଟ କେତେ ବସେଇବି, n ଜାଗାରେ ବସଉଛି 1 ହେଲା। ଏଇଠି ହଉଛି ଯୌଗିକର ନାମ ଲେଖିବି, ବୁଝିଲା। ନାଇଁ, ଯୌଗିକର ସଂକେତ ଲେଖିବି ହେଲା। ଆଉ ହଉଛି ଏଠି କିସ ବନେଇବି, ଏଠି ହଉଛି ଯୌଗିକର ନାମ ହେଲା, ଯୌଗିକର ନାମ, ଆଉ ହଉଛି କିସ ଯୌଗିକର ଚିତ୍ର ହେଲା, କର ଚିତ୍ର, ଏମିତି ବନେଇବି ବୁଝିଲା। ତ ହଉଛି ଫାଷ୍ଟ ଯୌଗିକ ବନେଇବି ହେଲା, n ଜାଗାରେ କେତେ ବସେଇବି, 1 ବସେଇବି। n ଜାଗାରେ 1 ବସେଇଲେ କେତେ ହବ, h ଟା କେତେ ହେଇଯିବ, ଏଠି କେତେ ଲେଖିବୁ କହନି। ଏଠି ଯଦି 1 ବସେଇବି, h ଜାଗାରେ କେତେ ଲେଖିବି, 2, କେମିତି H2n ମାନେ ହଉଛି 2 1 2 ଯୁକ୍ତ 2 କେତେ ହବ, 4 ହବ ହେଲା। ତ ଏଇ ଯୌଗିକର ନାମ ହେଲା, ଏଇ ଯୌଗିକର ନାମ କିସ ହବ, ଗୋଟେ ଅଛି, ଗୋଟେ କାର୍ବନ ଥିଲେ କିସ ହୁଏ, ମିଥ୍ ନା ଇଥ୍, ମିଥ୍ ହେଲା। ତ ଆଲକେନ ହେଲା, ମିଥ୍, ଆଲକେନ ମାନେ ହଉଛି କିସ, ମିଥ୍ ରୁ ଆରମ୍ଭ ହବ, ମିଥେନ ହବ ବୁଝିଲା। ଯୌଗିକର ନାମ କିସ, ମିଥେନ, ଲେଖିଦିଅ। ତାପରେ ଚିତ୍ର ବନେଇବା ହେଲା, କ୍ୱେଶ୍ଚନ ପଡେ। ଦେଖିଲ, ମିଥେନ ହେଲା। ତ ୟାର ଚିତ୍ରଟା କେମିତି ହବ ଜାଣିଛ, ସି ଗୋଟେ ଅଛି, ମନେ ରଖ ସବୁବେଳେ କାର୍ବନ ର କେତେଟା ହାତ ଥାଏ, ଚାରିଟା। କେତେଟା ହାତ ଥାଏ, ଚାରିଟା ହେଲା। ତ ହଉଛି କାର୍ବନ ଲେଖିଦେଲ ହେଲା, ଚାରିଟା ହାତ ବାହାର କରିଦେଲ, ବୁଝିଲା। ତ ୟାର ହଉଛି ଚିତ୍ର କେମିତି ହବ, ସବୁରେ ଏଇଚ ଏଇଚ ଗୋଟେ ଗୋଟେ ଲଗେଇଦବ ହେଲା, ବୁଝିପାରିଲ। ୟାର ହଉଛି କିସ, ଚିତ୍ର ପଡିଯିବ, କାର୍ବନ ନା CH4 ର ଯୋଉ ମାନେ ଚିତ୍ର ବନାଅ ହେଲା, ଏମିତି ପଡିବ CH4 ର ଲୁଇସ ଡଟ ଚିତ୍ର ବନାଅ ହେଲା। ଲୁଇସ ଡଟ ଚିତ୍ର ବା ହଉଛି ସଂରଚନା ଚିତ୍ର ହେଲା। ତାପରେ ହଉଛି ବନେଇବା ଆଉ ଗୋଟେ ଯୌଗିକ ବନେଇବା, ଆଉ ଗୋଟେ ଯୌଗିକ ଲେଖୁଛି, ଏନେ କେତେ ବସେଇବି, 2 2 ବସେଇଲେ ଏଇଚ ଟା କେତେ ହବ କୁହ, ଆଉ ଗୋଟେ ପେଜରେ କୁହ, ଚିତ୍ରଟା ଜାଗା ପଡିବନି ଏଠି, ଏଇଚ ଟା କେତେ ହବ, 6, ବୁଝିପାରୁଛ ନା ହେଲା। ତ ହଉଛି ଏଇ ଯୌଗିକର ନାମ କିସ ହବ, ଦେଖି କୁହ, ଇଥେନ ହେଲା। ୟାର ଚିତ୍ର ବନେଇ ପାରବ,
यार चित्र केमती बनइबो दुईटा कार्बन हला तो एना सबुरे चारटा हाथ बाहर करबो यार गुटे हाथ अछि एई कार्बन रो केटा हाथ अछि गुटे आउ केटा बाहरिबो तीनटा एई कार्बन रो गुटे हाथ अछि एपटे आउ केटा बाहरिबो तीनटा एई सेई सबुरे मिसई दबो जोग करदबो तापर बनाओ C3 C3 हेले केते हबो H8 हबो तुमे बनै परछ ना नहीं C3 हेले H8 हबो हला यार नाम किस हबो प्रोपेन हला यार चित्र भी बनै दबा तापर बनै चलो बनै चलो यार नाम किस हबो यार नाम C4H10 ର नाम किस हबो ब्यूटेन हला तार चित्र बनै नहीं C5H12 ର नाम किस हबो N10 ସାଧା ଅଛି ନା କଡା ଅଛି ସାଧା ଅଛି ହେଲା ଏ ବିଷୟ କିନ୍ତୁ କଡା ଲାଗା ହେଲା ଫାଷ୍ଟ ତ ସାଧା ଥିଲା ଫାଷ୍ଟ ଫାଷ୍ଟ ସାଧା ଥିଲା ଏଇଠୁ କଡା ଲାଗେ ପିଲାମାନଙ୍କୁ ହେଲା ତ କିନ୍ତୁ ବୁଝିଗଲେ ପୁରା ସାଧା ଲାଷ୍ଟ ହଉଛି ହେକ୍ସେନ তোমার মনে क्वेश्चन আসতো C6H14 ପରେ ଆଉ କି ହବନି C7 ବି କରି ହବ ହେଲା ତାର ବି ନାମ ଅଛି ତାର ବି ଚିତ୍ର ବନେଇବ କିନ୍ତୁ ହଉଛି ଆମର ବହିରେ କେତେ ଯାଏ ଅଛି C6 ଯାଏ ହେଲା ଏଇଟା ହେକ୍ସେନ ତାପରେ ହେପ୍ଟେନ ତାପରେ ଅକ୍ଟେନ ହେଲା ତାପରେ ନୋवेन ସେମିତି ବହୁତ ଗୁଡା ଅଛି ତାପରେ ଡେକେନ ହେଲା ତ क्वेश्चन କେମିତି ପଢବ କୁହ ନା क्वेश्चन ପଢବ ହଉଛି ହେଲା C6H12 ହେଲା C6H14 ହେଲା ସେ କହିଥିବ ଏଇଟା ହଉଛି ତାର ଚିତ୍ର ବନାଅ କି ଚିତ୍ର ଇଲେକ୍ଟ୍ରନ ସଂରଚନା କହୁଛି ଆମର ଲୁଇସ ଡଟ୍ ସଂରଚନା ଚିତ୍ର ଏମିତି କ୍वेଶ୍ଚନ ଆସେ ହେଲା ର ଲୁଇସ ଡଟ୍ ସଂରଚନା ଚିତ୍ର ବନାଅ ମାନେ ଚିତ୍ର ବନାଅ ହେଲା ତ ଫାର୍ଷ୍ଟ স্টেপ রে কিস করবো কোনা তুমি জানবো যে এটা আলকেন না আলকিন না আলকাইন বুঝলা আলকেন না আলকিন না আলকাইন জানি করলে তো বনেই পারবো ହେଲା তারপরে হচ্ছে এটার নাম পচার দেবো C6H14 ର নাম কিস কিস হবো হেক্সেন তো তুমি কি ঘুষবো C6H14 মানে হেক্সেন ঘুষবা দরকার নাই কেমতি ହେଲା তুমি জানিছ আলকেন রে সম্পর্ক কিস থাই সি আর এইচ ভিতরে সম্পর্ক কিস থাই এই এইচটা হଉଛି ইয়ার দুই গুণରୁ ବେଶୀ କେତେ ଦୁଇ ବେଶୀ ହେଲା ତ ଇଏ ଆଲକେନ ର ଅଛି ଜାଣିପାରିଲ କି ର ଅଛି ଆଲକେନ ଆଉ ଛଅଟା କାର୍ବନ ଥିଲେ କିସ ହେକ୍ସ ହେଲା ଆଲକେନ ଆଉ ହେକ୍ସ ମାନେ କିସ ହବ ହେକ୍ସେନ ବୁଝିଲା ଏମିତି କ୍ୱେଶ୍ଚନ ପଡେ ତାପରେ ହେଡିଙ୍ଗ ଦେଇଦବା ଏଇନା ହଉଛି କିସ ଆଲକିନ
ଆଲକିନ୍ ହେଲା। ଏ ବି ସାଧା। ଆଲକିନ୍ ରେ ଫାଷ୍ଟ ଲେଖିଦବା କେତେଟା ବନ୍ଧ ଥାଏ? ଦି ବନ୍ଧ ହେଲା। ଦି ବନ୍ଧ ରହିଥାଏ। ଦି ବନ୍ଧ ରହିଥାଏ। ଏହା ହଉଛି କି ଯୌଗିକ। ଅପୃକ୍ତ। ଅପୃକ୍ତ ଯୌଗିକ। ତାପରେ ହଉଛି ଥାର୍ଡ ପଏଣ୍ଟ। ଥାର୍ଡ ପଏଣ୍ଟ ইয়াର ଫର୍ମୁଲା ଲେଖବା। ଫର୍ମୁଲା ହଉଛି CnH2n ହେଲା। କିସ? CnH2n। ତ ହଉଛି ইয়াର ବି ଟେବୁଲ ବନାଇବା। ଏପଟେ ହଉଛି ଯୌଗିକର ନାମ। ନାମ ତାପରେ ହଉଛି ସରି ଯୌଗିକର ସଂକେତ। ସଂକେତ ତାପରେ ଏଠି ହଉଛି IUPAC ନାମ ହେଲା। IUPAC ନାମ ସେଇ ଯେ ଆମେ ଲେଖିଛେ ନା ଯୌଗିକର ନାମଟା ସେଇଟାକୁ କି କୁହାଯାଏ? IUPAC ନାମ ବା ଯୌଗିକର ନାମ ଯାହା ଲେଖୁଛୁ ଲେଖ ହେଲା। ତାପରେ ହଉଛି ଚିତ୍ର ହେଲା। ଲୁଇସ୍ ଡଟ୍ ଚିତ୍ର ବା ହଉଛି କି ସଂରଚନା ଚିତ୍ର। ତ ହଉଛି ଏୟାର ହଉଛି ମନେ ରଖିବ C1 ବାଲା ଟା ତିଆରି ହୁଏନି ହେଲା। C2 ରୁ ଷ୍ଟାର୍ଟ ହୁଏ। C2 C2 ହେଲେ H ଟା କେତେ ହବ? 4। यार IUPAC नाम किस सहित वो ना इथिन हैला। अल्किन अछि अल्किन तो यार नाम किस इथिन। इथिन हैला। तो यार चित्र केमती हबो ना सी सी ভিতরে ଦି ବନ୍ଧ ରହିଥାଏ ଯେ ତ ଦିଟା ବନ୍ଧ ରହିଗଲ। ଏଇନା ହଉଛି କାର୍ବନ ର ଚାରିଟା ହାତ କରିବ ବୁଝିଲା। ଏଇ କାର୍ବନ ର କେତେଟା ହାତ ଅଛି ଅଲରେଡି? ଦୁଇଟା ଆଉ ଦୁଇଟା ହାତ ବାହାରିବ। ଏଇ କାର୍ବନ ର ବି କେତେଟା ହାତ ଅଛି? ଦୁଇଟା ଆଉ ଦୁଇଟା ହାତ ବାହାରିବ ହେଲା। ତ ଏଇ ହାତ ଗୁଡା ଯୋଉ ଦିଗକୁ ବାହାରି ପାରିଲେ ବି ହବ। ତଳକୁ କରିପାର କି ଉପରକୁ କରିପାର ହେଲା। ତାପରେ ହଉଛି ସେମିତି ତାପରଟା ଲେଖ। C3H କେତେ ହବ? 6 H6 ହେଲା। ତ ହଉଛି ୟାର ନାମ କିସ ହବ କହିଦିଅ? ପ୍ରୋପିନ। ୟାର ଚିତ୍ର ହେଲା। ୟାର ଚିତ୍ରଟା ମନେ ରଖ ଟିକେ। ଫାଷ୍ଟ ହଉଛି ତୁମେ କାର୍ବନ କାର୍ବନ ତିନିଟା ଲେଖିଦେଲ ହେଲା। ତ ତିନିଟା ଭିତରୁ ଦୁଇଟା ଜାଗାରେ ଏମିତି ଏମିତି କରିଦବନି ହେଲା। ସେଇ ଭିତରୁ ଦୁଇଟା ଭିତରୁ କିସ ଗୋଟେରେ କରିବ। ସବୁବେଳେ ଡବଲ ବଣ୍ଡ ଟା କୋଉଠି ଦବ? ଗୋଟେରେ ଦବ ହେଲା। ଏଇନା ସବୁ କାର୍ବନ ର ତିନିଟା ହାତ କରିଦବ। ମାନେ ଚାରିଟା ହାତ କରିଦବ ସରି ଚାରିଟା ହାତ। ୟାର ଦୁଇଟା ଅଛି ଆଉ ଦୁଇଟା କରିଦେଲି। ୟାର କେତେଟା ଅଛି? ତିନିଟା ଅଛି ଆଉ ଗୋଟେ କରିଦେଲି। ୟାର ଗୋଟେ ଅଛି ଦେଇଦେଲି। ସବୁରେ H ଗୋଟେ ଗୋଟେ ମିଶେଇ ଦବ। ଚିତ୍ର ବନେଇ ପାରିବ ପ୍ରୋପିନ ର। ସେମିତି ତାପରେ ବି କର। यार नाम किस हବ C4 वाला ଟା? ब्यूटीन। तापर पेंटिन। लास्ट किस हବ?
ହେଲା ବନେଇ ପାରିଲ। ତାପରେ ହେଡିଙ୍ଗ ଦବ କିସ, ଆଲକିନ ପଢିଲେ ଆଲକେନ ପଢିଲେ ତାପରେ ଆଲକାଇନ ହେଲା, ଆଲକାଇନ। ତ ଆଲକାଇନ ଗୋଟେ କେତେଟା ବନ୍ଧ ଥାଏ, ତ୍ରିବନ୍ଧ, ତ୍ରିବନ୍ଧ ରହିଥାଏ। କୁହନା N2 ଭିତରେ କି ବନ୍ଧ ରହିଥାଏ, N2 ରେ NN ମଧ୍ୟରେ କି ବନ୍ଧ ରହିଥାଏ, ସିଙ୍ଗେଲ ନା ହଉଛି ଡବଲ ନା ହଉଛି ଟ୍ରିପୁଲ, ତ୍ରିବନ୍ଧ ରହିଥାଏ। ଅକ୍ସିଜେନ ମଧ୍ୟରେ ଦି ବନ୍ଧ ହେଲା, ଆଉ କ୍ଲୋରିନ Cl2 ମଧ୍ୟରେ ଗୋଟେ ବନ୍ଧ, ବୁଝିହେଲା। ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଗୁଡା ହେଲା। ତ ହଉଛି ଲେଖିଦିଅ, ଏହା ଏକ ଉପଯୁକ୍ତ ଯୌଗିକ। ଏହା ଏକ ଅପୃକ୍ତ ଯୌଗିକ। यार फॉर्मूला हଉଛି CnH2n-2 H2n-2 ହେଲା। ତ ବନାଉ ନା C1 ଛାଡିକି ହେଲା, C1 ଛାଡିକି ବନାଉ ସବୁ ଗୁଡା। ଯୌଗିକର ନାମ, ଯୌଗିକର ସଂକେତ, ଯୌଗିକର ନାମ, ତାପରେ ହଉଛି ଚିତ୍ର। C2 ରୁ ଷ୍ଟାର୍ଟ করব। তো ইয়ার নামটা কিস হব, কে কইপারবো নামটা কিস হব? କୁହ କୁହ, ଯାହାହେଲେ ବି କୁହ, যেটা ଭାବୁଛ যেটা କୁହ, ଠିକ ହେଇପାରେ। ଆଲକାଇନ ହେଲା, କାଇନ ଅଛି ମାନେ ହଉଛି କିସ ହବ, ଇଥରୁ ଇଥକାଇନ ନାହିଁ, ଇଥାଇନ, ଇଥାଇନ ହେଲା। ଫାର୍ଷ୍ଟଟା ମିଥ ଯେ ମିଥ ଟା ହଉଛି C2 ର ଆରମ୍ଭ ହବ ହେଲା, C1 ଟା ହେଇପାରିବନି। ତ ହଉଛି କିସ ହବ, ଇଥାଇନ, ଇଥାଇନ ହେଲା। ଚିତ୍ର ହବ ହଉଛି ଦେଖ ଏମିତି, ଦୁଇଟା କାର୍ବନ ଅଛି, ଦୁଇଟା କାର୍ବନ ମାନେ କେତେ ବନ୍ଧରେ ଇଏ ହେବେ, ତିନିଟା ବନ୍ଧ। ତ ତିନିଟା ହାତ ଅଛି ଅଲରେଡି, ଆଉ ଗୋଟେ ହାତ ଦରକାର। ତାପରେ ଲେଖି ଚାଲ ସେମିତି। ପ୍ରୋପାଇନ ନାମଟା କିସ ହବ, ପ୍ରୋପାଇନ। ଚିତ୍ର ବନେଇ ପାରିଲ ନା? ଫାର୍ଷ୍ଟ ହଉଛି ଗୋଟେ ଗୋଟେ ଦ୍ଵାରା କରିଦେଲ ହେଲା, ଗୋଟେ ଜାଗାରେ ତିନିଟା କରିଦବ, ତାପରେ ସବୁ ଗାର ଗୋଟେ ଗୋଟେ ଦେଇଦବ। ୟାର ଅଲରେଡି ଚାରିଟା ଅଛି, ଚାରିଟା ଅଛି ନା ଆଉ ଦେବା ଦରକାର କି, ଆଉ ଦବନି ହେଲା। ଯଦି ଦେଇଛ କାଟିଦିଅ। ତାପରେ ହଉଛି C4H କେତେ ହବ, H6। ତ ହଉଛି ୟାର ନାମ ହଉଛି ବ୍ୟୁଟାଇନ। ତାପରେ ସେମିତି କରି ଚାଲ।
C5H C5H କେତେ ହବ 8। କାଲି ଫିଷ୍ଟ ପଟେ ଯାଇଥିଲ ତମେ ମାନେ ଯାଇଥିଲ ନା ନାଇଁ ତମେ ଯାଇଥିଲ କୋଉଠି ସେପଟେ ଯାଇଥିଲ ଏକା ସହ ଯାଇଥିଲ ସବୁ ସେଇ ସିଜୁଆ ପଟେ ନା ସେ ନଦୀ ପଟେ ବନେଇ ସାରିଲ ବନେଇ ସାରିଲ ଏଇନା ହଉଛି କ୍ୱେଶ୍ଚନ କରବା ହେଲା ମାନେ ଏଇ ଇଆଟା ହଉଛି କିସ କେମିତି ପଚାରିଦବ ଗୋଟେ ସଂକେତ ଦେଇଥିବ ତାର ନାମ ପଚାରିଥିବ ହେଲା କ୍ୱେଶ୍ଚନ କରବା ଏଇନା ହେଲା ଗୋଟେ କ୍ୱେଶ୍ଚନ ଦଉଛି ଏଇଟା ହଉଛି କିସ ହେଲା ୟାର ନାମ କିସ ହବ କହିବେ C2H6 ୟାର ନାମ ଏହାର ନାମ ଏମିତି ପଡିଥିବ ଏହାର ନାମ ବା IUPAC ନାମ କଣ ହେଲା ଫାର୍ଷ୍ଟ ତୁମେ ଦେଖିବ ଯେ ଏଟା ହଉଛି ଆଲକେନ ନା ଆଲକେନ ନା ଆଲକାଇନ ହେଲା ତ ଚେକ୍ କରିବା ପାଇଁ କିସ କରିବ କୋଉ ଫର୍ମୁଲାରେ ଅଛି ଏଠି 2n+2 ନା ହଉଛି 2n ନା ହଉଛି 2n-2 2n+2 ମାନେ ହଉଛି କିସ ଆଲକେନ ହେଇଥିବ ହେଲା ନିହାତି ଆଲକେନ ହେଇଥିବ ତାପରେ ହଉଛି ୟାର ନାମ କିସ ହବ ତାହେଲେ ଦୁଇଟା ଅଛି ମାନେ ଇଥେନ ବୁଝିହେଲା ତାପରେ ହଉଛି ଏଇଠୁ ଆହୁରି କେମିତି କ୍ୱେଶ୍ଚନ ପଚାରି ପାରିବୁ ମାନେ C2H6 ରେ କେତେଟା ବନ୍ଧ ଅଛି ବୁଝିହେଲା କେତେଟା ବନ୍ଧ ଅଛି ତ ତୁମେ ୟାର ଚିତ୍ର ବନେଇ ପାରବ ନା ନାଇଁ ୟାର ଚିତ୍ର କେମିତି ହବ ଏମିତି ତ କେତେଟା ବନ୍ଧ ଅଛି 1 2 3 4 5 6 7 କେତେଟା ବନ୍ଧ ଅଛି 7ଟା ବନ୍ଧ ଅଛି ୟାର କ୍ୱେଶ୍ଚନ ଆନ୍ସର କରିପାରିବ ହେଲା ତ ଫାର୍ଷ୍ଟ ଗୋଟେ ବହି ଦେଇଛି ଇଥାନ ର ଆଣବିକ ସଂକେତ କେତେ C2H6 ହେଲା ତାର ହଉଛି କେତୋଟି ସଂଯୋଜ୍ୟ ବନ୍ଧ ଅଛି କେତେ ବନ୍ଧ ଅଛି 7ଟି ହେଲା ଏମିତି କ୍ୱେଶ୍ଚନ ପଚାରିବ ଏହାର ନାମ କଣ ହେଲା ତାପରେ ପଚାରିଥିବ ହଉଛି ଏହାର କେତୋଟି ବନ୍ଧ ଅଛି ବନ୍ଧ ଅଛି ହେଲା ତ ସାଧା କ୍ୱେଶ୍ଚନ ଟା ଆଉ ଟିକେ ଦଉଛି କଡା ସେକେଣ୍ଡ କ୍ୱେଶ୍ଚନ ହଉଛି C4H6 ଏଇଟା କିସଟା ୟାର ନାମକରଣ କର ଏଠି ସମ୍ପର୍କ କେମିତି ଅଛି 2n ଅଛି 2n-2 ଅଛି ହେଲା 2n-2 ମାନେ କିସ ଆଲକେନ ନା ଆଲକିନ ନା ଆଲକାଇନ ଆଲକାଇନ ତ ହଉଛି ୟାର ନାମ ଟା କିସ ହବ ଦେଖ ଏଇଠି ଦେଖ ହେଲା 4ଟା କାର୍ବନ ଥିଲେ କିସ ବିଉଟ ହେଲା ତ ହଉଛି କିସ ଆଲକାଇନ ମାନେ କିସ ବ୍ୟୁଟାଇନ ହେଲା ତ ୟାର ଚିତ୍ର ଟା କେମିତି ହବ ବ୍ୟୁଟାଇନ ମାନେ ହଉଛି କେତେଟା କେତେଟା ବନ୍ଧ ଥିବ ହଁ, ଏଠି ହବନି ତ ଯଦି କ୍ୱେଶ୍ଚନ ପଚାରିଲା ଏଠି କେତେ ବନ୍ଧ ଅଛି ହିସାବ କରିକି କହିବ 1 2 3 4 5 3 4 5 6 7 8 9 10 11 କେତେ ବନ୍ଧ ଅଛି 11ଟି ବନ୍ଧ ଅଛି ହେଲା
ଲେଖିପାରିବ? ତ ଆଉ ଗୋଟେ କ୍ୱେଶ୍ଚନ କୁହ। ପ୍ରୋପାଇନ ସରି ପ୍ରୋପିନ ର ସଂକେତ କୁହ। ପ୍ରୋପିନ ର ସଂକେତ ଓ ଚିତ୍ର। ସଂକେତ କଣ? ଆଉ ହଉଛି ଡଟ ସଂରଚନା ବନାଅ। ଡଟ ସଂରଚନା ବନାଅ। କରିପାରିବ? ପ୍ରୋପିନ। ପ୍ରୋପିନ ମାନେ ହଉଛି ଫାର୍ଷ୍ଟ ଏଇଟା ଦେଖ ପ୍ରୋପ ମାନେ କିସ? ପ୍ରୋପ ମାନେ 3 C3 ହବ ହେଲା। ଇନ କହିଛି ମାନେ ହଉଛି କିସ? ଆଲକିନ। ଆଲକିନ ର ସମ୍ପର୍କ କିସ? 2n H2n ପ୍ଲସ H2n ତ ହଉଛି କେତେ ହବ? 6 ହବ। ପ୍ରୋପିନ ଇନ ମାନେ ଆଲକିନ ର ହଉଛି ସଂକେତ ମାନେ ହଉଛି କିସ? ତାର ସଂକେତ ହଉଛି CnH2n। ତ ହଉଛି ପ୍ରୋପିନ କହିଛି ମାନେ ଏତିକି ହବ ଆନ୍ସର ହେଲା। ତ ୟାର ଚିତ୍ରଟା ଡଟ ସଂରଚନା କେମିତି ବନେଇବ? ଇନ ମାନେ ହଉଛି ଡବଲ ବଣ୍ଡ ରହିବ। ବୁଝିପାରିଲ? ହବ ନା? ହବ ତ ହେଲା। ତଳେ ଗୋଟେ ନାହିଁ। ସାଧା ଅଛି ନା କଡା ଅଛି? ସାଧା ଅଛି ହେଲା। ଦେଖ ଏଇନା ଯାଏ ଯାହା ଯାହା ପଢିଲେ ଦେଖ ଆଉଥରେ। ଫାର୍ଷ୍ଟ ପଢିଲେ ହଉଛି କାର୍ବନ ଏକ ଅଧାତୁ। ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। କାର୍ବନ କିସ? ଅଧାତୁ ହେଲା। କାର୍ବନ ର ପରମାଣୁ କ୍ରମାଙ୍କ କେତେ? 6। ତାପରେ ହଉଛି କାର୍ବନ ର ହଉଛି ପାରମାଣବିକ ବସ୍ତୁତ୍ୱ କେତେ? 12U ହେଲା। ତାପରେ ହଉଛି କାର୍ବନ ହଉଛି କିସ? ତାର ଇଲେକ୍ଟ୍ରନ ସଂରଚନା 2 4 ହେଲା। ତାପରେ ହଉଛି କିସ? କାର୍ବନ ର ଯୋଜ୍ୟତା 4 ହେଲା। ତ ତୁମର ମାନେ ଟିକେ ଅଳସୁଆ ଗୁଡା ତ ହଉଛି ଯଦି ତୁମେ ମାନେ ଅଳସୁଆ ସବୁ ଜିନିଷ ତ ମନେ ରଖି ପାରବନି। ନିହାତି କୋଉ ଜିନିଷ ମନେ ରଖିବ? ଇଲେକ୍ଟ୍ରନ ସଂରଚନା ମନେ ରଖିବ ହେଲା। ଆଉ ଯୋଜ୍ୟତା ମନେ ରଖିବ। ଆଉ ହଉଛି କିସ? ଭୂତକରେ କେତେ ଅଛି, ବାୟୁମଣ୍ଡଳରେ କେତେ ଅଛି ବୁଝିହେଲା। ଆଉ ପାରମାଣବିକ ବସ୍ତୁତ୍ୱ ଏ ଅଧାତୁ ଏଗୁଡା ନ ମନେ ରଖିଲେ ବି ହବ ହେଲା। ତ ହଉଛି ତୁମେ କିନ୍ତୁ ଯଦି ମନେ ରଖିପାରୁଛ ମନେ ରଖିବ ହେଲା। ନା ଏଇଟା ଛୋଟ ଛୁଆ ପରି ଘୁଷିବ କି? କାର୍ବନ ଏକ ଅଧାତୁ, କାର୍ବନ ଏକ ଅଧାତୁ ସେମିତି ଘୁଷିବ? ସେମିତି ଘୁଷିବନି ହେଲା। ଡେଲି ଥରେ ଥରେ ପଢିଦେଲେ ମନେ ରହିଯିବ ବୁଝିହେଲା। ତାପରେ ହଉଛି କିସ ପଢିଥିଲେ? ତାପରେ ପଢିଥିଲେ ହଉଛି କାର୍ବନ କଣ ପାଇଁ ଦରକାର ହେଲା। କାର୍ବନ କଣ ପାଇଁ ଦରକାର? କାର୍ବନ କଣ ପାଇଁ ଗୁରୁତ୍ୱପୂର୍ଣ୍ଣ? କିସ ଦ୍ୱାରା? ତିନିଟା କାରଣ କହିଥିଲି। କାର୍ବନ ପ୍ରତ୍ୟେକ ଜିନିଷରେ ବ୍ୟବହାର କରୁ, ଯେମିତି ହଉଛି ମେଡିସିନ, ଖାଦ୍ୟ ହେଲା, ଆଉ ଆମ ଶରୀର ଭିତରେ ବି ଅଛି। ତ ମେଡିସିନ ରେ କେମିତି ବ୍ୟବହାର ହୁଏ? C60 ଫୁଲେରିନ ମେଡିସିନ ରେ ବ୍ୟବହାର ହୁଏ ଯେ ହେଲା ସେଇଟା। ଆଉ ଖାଦ୍ୟରେ ଯେମିତି ହଉଛି ଗ୍ଲୁକୋଜ ରେ ରହିଛି, DNA ରେ ରହିଛି, ପ୍ରୋଟିନ ରେ ରହିଛି ହେଲା। ଖାଦ୍ୟରେ କେମିତି ରହିଛି? ଖାଦ୍ୟରେ ରହିଛି ପ୍ରୋଟିନ ରେ, ଆଉ ହଉଛି ଶ୍ଵେତ ସାରରେ, ଆଉ ହଉଛି ଆମର ଶରୀରରେ କୋଉଠି ରହିଛି? DNA ରେ ରହିଛି ହେଲା। ଆଉ କାର୍ବନ କୁ ସର୍ବଗୁଣଧାରୀ ମଧ୍ୟ କୁହାଯାଏ। ସେଇ ପାଇଁ ହଉଛି କିସ? କାର୍ବନ ଇମ୍ପୋର୍ଟାଣ୍ଟ ହେଲା। 2 ମାର୍କ କ୍ୱେଶ୍ଚନ ପଡେ। ତାପରେ ହଉଛି ବନ୍ଧ। ବନ୍ଧ 2 ପ୍ରକାର ଥିଲା, ଆୟନିକ ବନ୍ଧ ଆଉ ସହସଂଯୋଜୀୟ ବନ୍ଧ। ଆୟନିକ ବନ୍ଧ ବିଷୟରେ ପଢିଥିଲେ ଆମେ ହଉଛି ଧାତୁ ଅଧାତୁରେ ହେଲା। ଆଉ ଯଦି ପଢିନେ ପଢବା ହେଲା। ତ ଧାତୁ ଅଧାତୁରେ ଆୟନିକ ବନ୍ଧ ବିଷୟରେ ପଢିଥିଲେ। ଆୟନିକ ବନ୍ଧରେ ହଉଛି କେମିତି ତିଆରି ହୁଏ? ଯେଉଁ ବନ୍ଧ ଆୟନ ବିନିମୟ ଦ୍ଵାରା ତିଆରି ହୁଏ। ଆୟନ ବିନିମୟ ମାନେ ହଉଛି ଜଣେ ଆୟନ ଦେବ ଆଉ ଜଣେ ହଉଛି କିସ କରିବ? ନେବ ହେଲା। ସେଇଥି ତିଆରି ହେଇଥାଏ। କିନ୍ତୁ ହଉଛି କାର୍ବନ ଯେ ଯୋଉ ବନ୍ଧ ବାନ୍ଧିଲା ସେଠି ହଉଛି ଆୟନ ବିନିମୟ ହେଇଛି କି? ସିଏ ହଉଛି ଆୟନ ବିନିମୟ ମାନେ ଜଣେ ଦେଇଛି କି ପୁରା? ଜଣେ ତାଠୁ ନେଲା ମାନେ ଆୟନ ବିନିମୟରେ କିସ ହଉଥାଏ? ଜଣେ ପୁରା ଦେଇଦେଉଥାଏ ବୁଝିଯାଉଥାଏ। ଜଣେ ପୁରା ଦେଇଯାଉଥାଏ ଆଉ ଜଣେ ପୁରା ନେଇଯାଉଥାଏ। କିନ୍ତୁ ହଉଛି ଏଠି କିସ? ଜଣେ ଦଉଛି ଆଉ ସିଏ ନେଉଛି ବି ବୁଝିହେଲା। ଯେମିତି ହଉଛି କିସ? ଏଇ କାର୍ବନ ୟାକୁ ବି ଦଉଛି ଆଉ ଇଏ ୟାଠୁ ବି ନଉଛି ବୁଝିହେଲା। ସେଇଟା ହଉଛି କିସ? ସହସଂଯୋଜୀୟ ବନ୍ଧ। ଏକ୍ସାମ୍ପଲ କାର୍ବନ ଯୋଉଠି ଥିବ ସେଇଟା ହଉଛି କି ବନ୍ଧ? ସହସଂଯୋଜୀୟ ବନ୍ଧ। ତାପରେ ହଉଛି କିସ ପଢିଥିଲେ? ତାପରେ ପଢିଥିଲେ ହଉଛି ସହସଂଯୋଜୀୟ ବନ୍ଧ ସରି ସହସଂଯୋଜୀୟ ଯୌଗିକ କାହାକୁ କୁହାଯାଏ ଏବଂ ତାର ଧର୍ମ। ଏଇଟା ଗୋଟେ ଲଙ୍ଗ କ୍ୱେଶ୍ଚନ ହେଲା। ଭେରି ଭେରି ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚନ। ତ ହଉଛି ସହସଂଯୋଜୀୟ ବନ୍ଧ ସହସଂଯୋଜୀୟ ଯୌଗିକ ହଉଛି ଯେଉଁ ଯୌଗିକରେ ଇଲେକ୍ଟ୍ରନ ମାନଙ୍କର ସହଭାଜନ ଦ୍ଵାରା ତିଆରି ହୋଇଥାଏ ତାହାକୁ ସହସଂଯୋଜୀୟ ଯୌଗିକ କୁହାଯାଏ। ଏକ୍ସାମ୍ପଲ କାର୍ବନ ନେଇକି କିଛି ଏଇଟା ଗୋଟେ ସହସଂଯୋଜୀୟ ଯୌଗିକ ହବ ନା ନାଇଁ? C2H4 ଇଏ ହବ ନା ନାଇଁ? ଏ କି ହବ? ଆଲକିନ ନା ଆଲକାଇନ ନା କିସ? ଆଲକିନ ହେଲା। 2n
2n ରେ ଅଛି ଆଲକିନ। ତାପରେ ହଉଛି C3H4, ଇଏ ବି ହବ, ଇଏ ଆଲକାଇନ ରେ ଯାଉଛି ହେଲା, ଇଏ ବି ହବ ସହସଂયોଜକ ଯୌଗିକ। ତ ହଉଛି ସେଇ ସହସଂಯೋଜକ ଯୌଗିକର ଧର୍ମ କିସ, ଏମାନେ କଠିନ କିମ୍ବା ତରଳ କିମ୍ବା ଗ୍ୟାସୀୟ ଅବସ୍ଥାରେ ରୁହନ୍ତି। ତାପରେ ହଉଛି କିସ, ଏମାନେ ହଉଛି ଗଣନାଙ୍କ ସ୍ଫୁଟନାଙ୍କ କମ, ଆଉ ହଉଛି ଏମାନଙ୍କର ହଉଛି ଗଣନାଙ୍କ ସ୍ଫୁଟନାଙ୍କ କମ କଣ ପାଇଁ, ଅଣୁ ଅଣୁ ମଧ୍ୟରେ ଆକର୍ଷଣ ବଳ କମ ରହିଥାଏ। ଆଉ ହଉଛି ଏମାନଙ୍କର ଯୌଗିକ ମାନଙ୍କର ବିଦ୍ୟୁତ କୁପରିବାହୀ ହେଲା, ଯୌଗିକ ମାନେ ହଉଛି କିସ, ବିଦ୍ୟୁତ କୁପରିବାହୀ ମାନେ ହଉଛି ଏଇ ଯୌଗିକ ମଧ୍ୟ ଦେଇ ବିଦ୍ୟୁତ ପାସ୍ କରିବନି। କଣ ପାଇଁ, ଆୟନ ସୃଷ୍ଟି କରିପାରନ୍ତି ନାହିଁ। ବିଦ୍ୟୁତ ପାସ୍ କରିବା ପାଇଁ କିସ ଦରକାର, ଦୁଇ ପ୍ରକାର ଆୟନ ଦରକାର, ଗୋଟେ ଯୁକ୍ତ ଆୟନ ଆଉ ଗୋଟେ ହଉଛି କିସ ନେଗେଟିଭ, ମାନେ କାଟାୟନ ଆନାୟନ ଦରକାର। କିନ୍ତୁ ଏମାନେ କାଟାୟନ ଆନାୟନ ହିଁ ସୃଷ୍ଟି କରିପାରନ୍ତିନି ହେଲା। ତ ହଉଛି ସେଇ ପାଇଁ ହଉଛି ଏମାନେ ହଉଛି ବିଦ୍ୟୁତ କୁପରିବାହୀ। ତାପରେ ହଉଛି କିସ ପଢିଥିଲେ, ଜଳରେ ଅଦ୍ରବଣୀୟ, ଜଳରେ କିସ ଅଦ୍ରବଣୀୟ। ତାପରେ ହଉଛି କିସ, କାର୍ବନ କଣ ପାଇଁ ଆୟନିକ ବନ୍ଧ ବାନ୍ଧେନି। କାର୍ବନ ବା ଏମିତି ବି ପଡିପାରେ କ୍ୱେଶ୍ଚନ, କାର୍ବନ କଣ ପାଇଁ ଆୟନ ସୃଷ୍ଟି କରେ ନାହିଁ ହେଲା। ଭେରି ଭେରି ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚନ, ଲଙ୍ଗ କ୍ୱେଶ୍ଚନ ତ ନାଇଁ 2 ମାର୍କ ହେଲା, 2 କି 3 ମାର୍କ। ତ ହଉଛି କି ଦୁଇଟା କାରଣ, କାର୍ବନ +4 କାଟାୟନ ସୃଷ୍ଟି କଲେ କିସ ହୁଏ ତାର ଅସୁବିଧା, +4 କାଟାୟନ ମାନେ 4ଟା ଇଲେକ୍ଟ୍ରନ ଦାନ କଲେ କିସ ଅଧିକ ଶକ୍ତି ଦରକାର ହେଲା, ସେଟା ମିଳେନି ତାକୁ ଅଧିକ ଶକ୍ତି। ଆଉ ହଉଛି 4ଟା ଇଲେକ୍ଟ୍ରନ ତ ଦାନ କରିପାରେନି, 4ଟା ଇଲେକ୍ଟ୍ରନ ନେଲେ ଅସୁବିଧା କିସ ହୁଏ, 4ଟା ଇଲେକ୍ଟ୍ରନ ନେବ ମାନେ ଆନାୟନ ସୃଷ୍ଟି କରିବ C-4, କିସ ହବ 10ଟା ଇଲେକ୍ଟ୍ରନ ହେଇଯିବ, 6ଟା ତ ଅଲରେଡି ଥିଲା। କାର୍ବନ ପରମାଣୁ କ୍ରମାଙ୍କ କେତେ, 6, 6 ମାନେ ତାର ଇଲେକ୍ଟ୍ରନ ସଂଖ୍ୟା କେତେ, 6, ବୁଝିଲା। ତ ସିଏ ଯଦି ଆଉ ଜଣଙ୍କଠୁ 4ଟା ଇଲେକ୍ଟ୍ରନ ନବ, ଟୋଟାଲ କେତେଟା ହେଇଯିବ, 10ଟା। ତ 10ଟା ଇଲେକ୍ଟ୍ରନ ହେଲେ ଗୋଟେ ମାନେ ନ୍ୟୁକ୍ଲିୟସ ସେଇ 10ଟା ଇଲେକ୍ଟ୍ରନ କୁ ସମ୍ଭାଳି ପାରେନି। ତୁମେ ଛୋଟବେଳେ ପଢିଥିବ 9 କ୍ଲାସରେ, ମଝିରେ କିଏ ଥାଏ, ଇଲେକ୍ଟ୍ରନ, ସରି ମଝିରେ ନ୍ୟୁକ୍ଲିୟସ ଥାଏ, ନ୍ୟୁକ୍ଲିୟସ ଚାରିପଟେ ଇଲେକ୍ଟ୍ରନ ମାନେ ଘୁରୁଥାନ୍ତି। କିଏ କହିଥିଲା, ଫାଷ୍ଟ କହିଥିଲେ ହଉଛି ଆମର ରଦରଫୋର୍ଡ, ତାପରେ ହଉଛି କିଏ କହିଥିଲେ, ବୋର। ବୋରଙ୍କ ଆଟୋମିକ ମଡେଲ, ରଦରଫୋର୍ଡଙ୍କ ପରମାଣୁ ମଡେଲ ଶୁଣିଛ ନା ନାଇଁ, 9 କ୍ଲାସରେ ଥିଲା ହେଲା। ହଉ ସେଗୁଡା ମନେ ନାହିଁ ଯଦି କିଛି ଦରକାର ବି ନାହିଁ ହେଲା। ତ ହଉଛି ତିଆରି କରିପାରେନି, ଆଉ ହଉଛି ସେଇ ପାଇଁ ହଉଛି ଆୟନିକ ବନ୍ଧ ବାନ୍ଧେନି, ଇଏ ହଉଛି ସହସଂયોଜକ ବନ୍ଧ ବାନ୍ଧେ, ବୁଝିଲେ। ତାପରେ କାର୍ବନ ର କେତେଟା ରୂପ ଥିଲା, 3ଟା ରୂପ, ହୀରା, ଗ୍ରାଫାଇଟ, ଫୁଲେରିନ। ତ ଏଇ 3ଟା ରୂପ ଭିତରୁ କୋଉଟାରେ ହଉଛି କି ବିଦ୍ୟୁତ ପାସ୍ କରେ, ଗ୍ରାଫାଇଟ ରେ ହେଲା। ଆଉ ହଉଛି ହୀରାରେ ବିଦ୍ୟୁତ କୁପରିବାହୀ, ଆଉ ଫୁଲେରିନ ବି ବିଦ୍ୟୁତ କୁପରିବାହୀ। ୟାର ଆକାର ଫୁଟବଲ ପରି, ୟାର ଅନ୍ୟ ନାମ କିସ, C16, C60। ଆଉ ହଉଛି ୟାର ହଉଛି ସଂରଚନା କେମିତି, ତ୍ରିବିମୟ। ଆଉ ହଉଛି ୟାର ଷଡଭୁଜୀୟ ବିନ୍ୟାସ, ୟାର ହଉଛି ଫୁଟବଲ ପରି, ବୁଝିଲା। ଆଉ ୟାର ଗୋଟେ କାର୍ବନ 4ଟି କାର୍ବନ ସହ ବନ୍ଧ ବାନ୍ଧିଥାଏ। ଇଏ ହଉଛି କେତେଟା କାର୍ବନ ସହ, 3ଟି କାର୍ବନ ସହ, ଆଉ ଇଏ ହଉଛି ଫୁଟବଲ ପରି ହେଲା। ତାପରେ ପଢିଥିଲେ ହଉଛି ଏଇ ବିଭିନ୍ନ ରୂପ ଯେ ଏମାନଙ୍କର ହଉଛି ଭୌତିକ ଗୁଣ ଅଲଗା ହେଲା, କିନ୍ତୁ ରାସାୟନିକ ଗୁଣ ସମସ୍ତଙ୍କର ସେମ, ବୁଝିଲା। ତାପରେ ହଉଛି କାର୍ବନ ଯୌଗିକ, କାର୍ବନ ଯୌଗିକ କେତେ ପ୍ରକାର, 2 ପ୍ରକାର, ଗୋଟେ ହଉଛି ପୃକ୍ତ ଆଉ ଗୋଟେ ହଉଛି କି ଅପୃକ୍ତ। ତ ପୃକ୍ତ ଯୌଗିକ କୋଉଗୁଡା, ଯୋଉ ଯୌଗିକରେ ଏକ ବନ୍ଧ ଥାଏ ହେଲା। ତ ପୃକ୍ତ ଯୌଗିକ ଅପୃକ୍ତ ଯୌଗିକ ଚିହ୍ନି ପାରବ, ଏଇଟା ଗୋଟେ କିସ ଯୌଗିକ, ଅପୃକ୍ତ ହେଲା। ଆଉ ହଉଛି ଏଇଟା ଅପୃକ୍ତ, ଏଇଟା ପୃକ୍ତ ହେଲା। ତ ହଉଛି ପୃକ୍ତ ଅପୃକ୍ତ ଚିହ୍ନି ପାରବ ହେଲା। ତ ଏମିତି କ୍ୱେଶ୍ଚନ ପଡିଥିବ, ବୁଝିଲା, କ୍ୱେଶ୍ଚନ ପଡିଥିବ କିଏ ପୃକ୍ତ କିଏ ଅପୃକ୍ତ ହେଲା। ପଢିଛି ହଉଛି C2H4 ହେଲା, ଆଉ ଗୋଟେ ପଢିଛି C2H6, ଆଉ ଗୋଟେ ହଉଛି C2H C2 H2, କୋଉଟା ପୃକ୍ତ କୋଉଟା ଅପୃକ୍ତ କହିପାରିବ, ଇଏ ହଉଛି ପୃକ୍ତ। କଣ ପାଇଁ, ଇଏ ହଉଛି ଆଲକେନ, ଆଲକେନ, ଇଏ ପୃକ୍ତ, ଇଏ ହଉଛି କିସ ଆଲକିନ, 2n ସମ୍ପର୍କ ଅଛି, ଇଏ ହଉଛି ଅପୃକ୍ତ, ଇଏ ବି ଅପୃକ୍ତ, ବୁଝିହେଲା। ସାଧା ଅଛି ନା କଣ ଅଛି, ସାଧା ଅଛି ହେଲା। ତାପରେ ହଉଛି କିସ, ଏଇଟା ପଢି ସାରିଲେ। ତ ଏଇନା ହେଡିଙ୍ଗ ଦବା, ଲେଖିଥିଲେ କି କାର୍ବନକୁ ସର୍ବଗୁଣଧାରୀ କଣ ପାଇଁ କୁହାଯାଏ, ଲେଖିଥିଲେ ପଢାଇଲେ ନା।
ହଉ, ତା ପୂର୍ବରୁ ଆମେ ଟିକେ ପଢିଦବା ହେଲା। ଆଲକିନ 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 ଆଲକେନ ଆଲକାଇନ ବିଷୟରେ ପଢିଲେ ହେଲା। ଏଇନା ହଉଛି ସେମାନଙ୍କର ରାସାୟନିକ ପ୍ରତିକ୍ରିୟା, ବୁଝି ହେଲା। ଏଗୁଡା ହଉଛି ଯୌଗିକ ହେଲା। ମାନେ ହଉଛି ଆଲକେନ ରାସାୟନିକ ପ୍ରତିକ୍ରିୟା, ଜଳ ସହ ପ୍ରତିକ୍ରିୟା କଲେ କିସ ହୁଏ ସେଇଗୁଡା ପଢ ହେଲା। ହେଡିଙ୍ଗ ଦେଇଦବା କାର୍ବନ ଯୌଗିକ ପଢିଲେ ହେଲା। ଏଇନା ହେଡିଙ୍ଗ ଦେଇଦବ କାର୍ବନ ଯୌଗିକର କିସ ରାସାୟନିକ ପ୍ରତିକ୍ରିୟା। କାର୍ବନ ଯୌଗିକର ରାସାୟନିକ ପ୍ରତିକ୍ରିୟା। କେତେ ପ୍ରକାର କାର୍ବନ ଯୌଗିକ ଥିଲା? କେତେ ପ୍ରକାର କାର୍ବନ ଯୌଗିକ ଥିଲା? ଦୁଇ ପ୍ରକାର। କିସ ପୃକ୍ତ ଅପୃକ୍ତ ହେଲା, ବା ଏମିତି ବି କହିପାରବା କାର୍ବନ ଯୌଗିକ ଆଲକିନ ଗୋଟେ, ଆଲକେନ ଗୋଟେ, ଆଲକାଇନ ଗୋଟେ, ବୁଝି ହେଲା। ତ ସେଇ ଆଲକେନ ହେଲା ପ୍ରତିକ୍ରିୟା କେମିତି କରବ ହେଲା। ଫାଷ୍ଟ ପ୍ରତିକ୍ରିୟା କରିବା କାହାର ସହ? ଫାଷ୍ଟ ପ୍ରତିକ୍ରିୟା କରିବା ହଉଛି ବାୟୁ ସହ, ବୁଝି ହେଲା। କାହାର ସହ ପ୍ରତିକ୍ରିୟା କରିବା? ବାୟୁ ସହ। ବାୟୁ ସହ ହେଲା। ବାୟୁ ସହ ବା ହଉଛି କିସ ଦହନ, ମାନେ କିସ ବାୟୁ ସହ। ଯଦି ଯୋଉଠି ଦହନ ଲେଖା ହେଇଥିବ ସେଠି ପ୍ରତିକ୍ରିୟା ଟା କେମିତି ହବ? ବାୟୁ ସହ। ବାୟୁ ମାନେ ଅକ୍ସିଜେନ ସହ, ବୁଝି ହେଲା। ତ ହଉଛି ଆଲକେନ ଯେତେବେଳେ ହେଲା, ଆଲକେନ ହେଲା, ଆଲକେନ ଯେତେବେଳେ ହଉଛି ବାୟୁ ସହ ପ୍ରତିକ୍ରିୟା କରେ, ମାନେ ଅକ୍ସିଜେନ ସହ ପ୍ରତିକ୍ରିୟା କରେ, କିସ ବାହାରେ ଜାଣିଛ? ବାହାରେ ହଉଛି ତାପ ଆଉ ଆଲୋକ। ତାପ ଯୁକ୍ତ କିସ ବାହାରେ? ଆଲୋକ ବାହାରେ ହେଲା। ଆଉ ହଉଛି କିସ ବାହାରେ? CO2, ବୁଝି ହେଲା। ଆଲକେନ ଯେତେବେଳେ ହଉଛି ବାୟୁ ସହ ପ୍ରତିକ୍ରିୟା କରେ, କିସ ବାହାରେ? ତାପ ଆଉ ଆଲୋକ। ତାପରେ ହଉଛି ଆଲକିନ ପ୍ରତିକ୍ରିୟା କଲେ ବି କିସ ବାହାରେ? ଆଲକିନ ପ୍ରତିକ୍ରିୟା କଲେ ହେଲା, ଆଲକିନ ପ୍ରତିକ୍ରିୟା କଲେ ବି କିସ ବାହାରେ? ଖାଲି ଜାଗା ଛାଡି ଦେଇଥାଉ, ବୁଝିଲା। ଆଲକେନ, ଆଲକିନ ଆଉ ଆଲକାଇନ କିସ ବାହାରେ? ତାପ ପରେ ହେଲା। ତ ଫାଷ୍ଟ ଏକ୍ସାମ୍ପଲ ଦେଇଦବା। ଆଲକେନ ର ଗୋଟେ ଏକ୍ସାମ୍ପଲ ଦିଅ। ଫାଷ୍ଟ ଏକ୍ସାମ୍ପଲ ଆଲକେନ ର CH4। CH4 ହେଲା, CH4 ଯେତେବେଳେ ଅକ୍ସିଜେନ ସହ ପ୍ରତିକ୍ରିୟା କରେ, କିସ ବାହାରେ କରେ? CO2 ହେଲା। ଆଉ କିସ ବାହାରେ? ହାଇଡ୍ରୋଜେନ ଗ୍ୟାସ ବାହାରେ। ଆଉ ହଉଛି କିସ ବାହାରେ? ତାପ ବାହାରେ। ଆଉ ହଉଛି ଆଲୋକ ବାହାରେ। ସରି, CH4 ଯେତେବେଳେ ଅକ୍ସିଜେନ ସହ ପ୍ରତିକ୍ରିୟା କରେ, CO2 ବାହାରେ, H2O ବାହାରେ, ତାପ ବାହାରେ। ତାପ ବା ଆଲୋକ ସେଇ ଗୋଟେ ହେଲା। ତ ଏଠି ଟିକେ ଖାଲି କରେକ୍ସନ କରିଦିଅ। ଆଲକେନ ଯେତେବେଳେ ହଉଛି ଅକ୍ସିଜେନ ସହ ପ୍ରତିକ୍ରିୟା କରେ, CO2 ବାହାରେ, ଆଲୋକ ବାହାରେ, ଆଉ ଗୋଟେ ହଉଛି H2O ବାହାରେ, ବୁଝିହେଲା। ସେମିତି ନେକ୍ସଟ ନେକ୍ସଟ ଟା ଲେଖିପାରବ ନା ନାଇଁ? ଏଇଟା ବି ଗୋଟେ ଆଲକେନ। C2H କେତେ ହବ? 6 ଯୁକ୍ତ ଅକ୍ସିଜେନ। ଏଇଟା ବି କିସ ବାହାରିବ? ଏଇଟା ବି ସେଇକି ବାହାରିବ। CO2 ବାହାରିବ, H2O ବାହାରିବ, ଆଉ କିସ ତାପ ବାହାରିବ, ତାପ ବା ଆଲୋକ ବାହାରିବ, ବୁଝିହେଲା। ତ ଏଇଟା ଯଦି କହିଥିବ, ଏଇଟା ଏମିତି ଦେଇନଥିବ ହେଲା, ଯୁକ୍ତ ଦେଇନଥିବ, ସେ ପଚାରିଥିବ ଇଥେନ ହେଲା, ଇଥେନ ଅକ୍ସିଜେନ ସହ ପ୍ରତିକ୍ରିୟା କଲେ କଣ ହବ? କଣ ହବ? ଅଙ୍ଗାରକାମ୍ଳ ଗ୍ୟାସ ବାହାରିବ, ଜଳ ବାହାରିବ, ଆଉ ତାପ ବାହାରିବ ହେଲା। ଆଉ ହଉଛି ନହେଲେ ଏମିତି କ୍ୱେଶ୍ଚନ ପଚାରିଥିବ, ଆମର ହଉଛି ଆଲକେନ କୁ ବାୟୁରେ ଦହନ କଲେ କିସ ବାହାରିବ? କିସ ବାହାରିବ? ଆଲକେନ କୁ ବାୟୁରେ ଦହନ କଲେ କିସ ବାହାରିବ? ଅଙ୍ଗାରକାମ୍ଳ, ଜଳ, ତାପ, ବୁଝିହେଲା। ତାପରେ ହଉଛି ଆଲକେନ କୁ ଅକ୍ସିଜେନ ସହ ପ୍ରତିକ୍ରିୟା କରିବା ହେଲା। ଆଲକିନ କୁ, ଆଲକିନ ର ଗୋଟେ ଏକ୍ସାମ୍ପଲ ଦିଅ। ହୁଁ। C2H କେତେ? 4 ଯୁକ୍ତ O2 ହେଲା। ଇଏ ବି ସେମ ଜିନିଷ, ବୁଝିହେଲା। ଇଏ ବି କିସ ବାହାରିବ? ସେମ ଜିନିଷ, CO2, H2O, ଆଉ ଗୋଟେ ହଉଛି କିସ ତାପ।
ହେଲା। ତାପରେ ହଉଛି କିସ ପ୍ରତିକ୍ରିୟା କରିଲା ବାୟୁ ସହ କାର୍ବନ ଯୌଗିକର ରାସାୟନିକ ପ୍ରତିକ୍ରିୟା। କାର୍ବନ ଯୌଗିକ ବାୟୁ ସହ ପ୍ରତିକ୍ରିୟା କଲେ କିସ ବାହାରେ? ତାପ, ଆଲୋକ ଆଉ ଅଙ୍ଗାରକାମ୍ଳ ଗ୍ୟାସ ଜଳ ହେଲା। ତାପରେ ହଉଛି ବାୟୁ ସହ ପ୍ରତିକ୍ରିୟା କରି ସାରିଲା ପରେ ଆମେ ପ୍ରତିକ୍ରିୟା କରିବା କାହା ସହ? କ୍ଲୋରିନ ସହ ହେଲା। ଏଇଟା ହଉଛି ଭୌତିକ ପ୍ରତିକ୍ରିୟା ହେଲା। ଶୁଣ, ନା ଏଇଟା ରାସାୟନିକ ପ୍ରତିକ୍ରିୟା। ତ ହଉଛି ଏଇନା ପ୍ରତିକ୍ରିୟା କରିବା ହଉଛି କ୍ଲୋରିନ ସହ Cl2 ସହ Cl2 ସହ ତ ହଉଛି ଦେଖ ଆଲକେନ ଯୁକ୍ତ Cl2 किस हो गए कौन है? अल्केन क्लोराइड। अल्केन क्लोराइड প্লস HCl। ইয়ার এটা হচ্ছে সমীকরণটা, ইয়ার হচ্ছে প্রতিক্রিয়াটা লিখি পারবো না নাই? আলকেন ক্লোরিন সহ প্রতিক্রিয়া করে আলকেন ক্লোরাইড ଆଉ হচ্ছে হাইড্রোজেন ক্লোরাইড গ্যাস উৎপন্ন ହୁଏ ହେଲା। তো ଏକ୍ସାମ୍ପଲ ଲେଖା, ଆଲକେନ ର ଏକ୍ସାମ୍ପଲ ଗୋଟେ CH4। CH4 ଯେତେବେଳେ Cl2 ସହ ପ୍ରତିକ୍ରିୟା କରିବ କିସ ହବ? CH4 Cl2 ସହ ପ୍ରତିକ୍ରିୟା କଲେ କିସ ହବ? CH3Cl ହେଲା ପ୍ଲସ HCl। CH3Cl ପ୍ଲସ HCl। ତାପରେ ହଉଛି ସେମିତି ଆଉ ଗୋଟେ ପ୍ରତିକ୍ରିୟା ଲେଖୁଛି C2 କେତେ ଥିଲା? H6F ପ୍ଲସ Cl ହେଲା। ତ ହଉଛି ଏଇଟା କେମିତି ହବ? C2 ଏଇଠି କେତେ ଥିଲା? 6ଟା, 6ଟାରୁ H5 ହେଇଯିବ ବୁଝିଲା। C2H5 Cl ଗୋଟେ ଲାଗିଯିବ ବୁଝିଲା, ଯୁକ୍ତ HCl। এইটা যদি চিত্র বনাইবে ହେଲା, ইয়ার চিত্র বনাইবে যদি কেমতি হবো দেখো প্রতিক্রিয়া। ইয়ার চিত্র কিস? এমতি প্লস Cl2 ର কিস? Cl Cl। তো হଉଛି এই Cl H টা ইয়ার সহ পড়িকি কিস ହେଇଯିବ? HCl ହେଇଯିବ। ଆଉ ହଉଛି এই Cl ଟା କୋଉଠି ଆସିବ? এই ফাঁকা জায়গাକୁ ପଳେଇ ଆସିବ ହେଲା। ମାନେ କେତେ ହେଇଯିବ? C2 ଆଉ କେତେ ଅଛି? H 1 2 3 3 ଏଠି ବନେଇ ନେଇ 4 5 বুঝিপারলো? C2H5 Cl প্লস HCl বুঝিপারলো? এটা হচ্ছে তার চিত্র ହେଲା। বুঝিপারলনি বোধে? ଆଉ ଥରେ ବୁଝଉଛି। কিস কিস হেডিং ଦେଇছে? কার্বন যৌগিকর রাসায়নিক প্রতিক্রিয়া ହେଲା। কার্বন যৌগিকর রাসায়নিক প্রতিক্রিয়া আমি কিস পড়বা কোনে? কার্বন যৌগিকর রাসায়নিক প্রতিক্রিয়াରେ কার্বন যৌগিକ କିଏ କିଏ ଥିଲା? ଆଲକେନ, ଆଲକିନ, ଆଲକାଇନ ବୁଝିହେଲା। ୟାର ପରେ ବି ଆହୁରି କାର୍ବନ ଯୌଗିକ ଅଛି ବୁଝିହେଲା, ଯେମିତି ଆଲକୋହଲ, ଆଲଡିହାଇଡ, କିଟୋନ ହେଲା। ସେମାନେ ବି କିସ କେମିତି ପ୍ରତିକ୍ରିୟା କରନ୍ତି ସେମାନଙ୍କର ବି ପଢବା ହେଲା। ତ ସେଇଆ ପହଞ୍ଚିନେ ଏଇନା ପଢବା ହଉଛି ଆଲକେନ ବାୟୁ ସହ ପ୍ରତିକ୍ରିୟା କଲେ କିସ ବାହାରେ ବୁଝିହେଲା। ତାପରେ ପଢବା ହଉଛି ଆଲକେନ ক্লোরিন সহ প্রতিক্রিয়া করে কিস বাহারে বুঝিলা। লেখলে তো ইয়া রাসায়নিক প্রতিক্রিয়া তুমি লেখি পারবো ହେଲା। তারপরে পুଣି আরি পড়বা হଉଛି ହେଲା। তো এই দুইটা প্রতিক্রিয়া ହିଁ পড়বা বুঝিলা। আলকেন ক্লোরিন সহ প্রতিক্রিয়া কলে কিস হয় ଆଉ হচ্ছে আলকেন বায়ু সহ প্রতিক্রিয়া কলে কিস হবে। সেমতি হଉଛି নেক্সট হଉଛି কিস আলকেন ର পড়লে তারপরে হଉଛି কিসର পড়বা? আলকিন বায়ু সহ প্রতিক্রিয়া কলে কিস হবে ହେଲା। তারপরে হচ্ছে পুଣି আলকিন ক্লোরিন সহ প্রতিক্রিয়া কলে কিস হবে। তারপরে পুଣି পড়বা হচ্ছে আলকাইন বায়ু সহ প্রতিক্রিয়া কলে কিস হবে ଆଉ କ୍ଲୋରିନ ସହ ପ୍ରତିକ୍ରିୟା କଲେ କିସ ହବ ବୁଝିହେଲା। ଏମାନଙ୍କର ପ୍ରତିକ୍ରିୟା ପଡିଲେ ହେଲା। ଏମାନଙ୍କର ପ୍ରତିକ୍ରିୟା ପରେ ହଉଛି କିସ ପଡବା? ଏମାନଙ୍କର ପ୍ରତିକ୍ରିୟା ସରିଲା ପରେ ପଢବା ହଉଛି ଏଇଟା ହଉଛି ଯୌଗିକ ପୃକ୍ତ ଅପୃକ୍ତ ହେଲା। କାର୍ବନ କିଛି ଆମର ଗ୍ରୁପ ମଧ୍ୟ ବନାଏ ହେଲା। କାର୍ବନ କିଛି ଗ୍ରୁପ ମଧ୍ୟ ବନାଏ, ଯେମିତି ଆଲକୋହଲ ବନାଏ ହେଲା, ଆଲକୋହଲ ଗ୍ରୁପ, କିଟୋନ ଗ୍ରୁପ। ତାପରେ ହଉଛି କିସ ଗ୍ରୁପ? ଆମର ହଉଛି ଆଲଡିହାଇଡ ଗ୍ରୁପ ହେଲା। ସେଇ ବିଷୟରେ ପଢବା। ତ ଆଉ ଟିକେ ଅଛି, ସେଟା କାଲି ସାରବା ବୁଝିହେଲା।
କାଲି ସାର୍ ବୁଝିପାରିଲ ନା? କାଲି ଘୁଷି ଆସିଥିବ ହେଲା, କ୍ୱେଶ୍ଚନ ଘୁଷି ଆସିଥିବ। ଦେଖ କୋଉଟା ଇମ୍ପୋର୍ଟାଣ୍ଟ ନିହାତି କୋଉଟା ମନେ ରଖିବ। ଦେଖ ମନେ ରଖିବାର ପାଠ ହଉଛି ଏଇ ଭିତରୁ ହଉଛି ନିହାତି ମନେ ରଖିବ ହଉଛି ଏଇଟା ଇଲେକ୍ଟ୍ରୋନ ସଂରଚନା 12U ହେଲା, ଏଇଆ ଦୁଇଟା ଆଉ ଯୋଜ୍ୟତା ହେଲା, ଏଇଆ ଦୁଇଟା ହଉଛି ପଡେନି କ୍ୱେଶ୍ଚନ। ତାପରେ ହଉଛି କାର୍ବନ କଣ ପାଇଁ ଗୁରୁତ୍ୱପୂର୍ଣ୍ଣ, ଏତେ ଇମ୍ପୋର୍ଟାଣ୍ଟ ନୁହଁ ହେଲେ ବି ପଡେ ହେଲା, ପରୀକ୍ଷାରେ ପଡେ। ଏତେ ଇମ୍ପୋର୍ଟାଣ୍ଟ ନହେଲେ ବି ପଡେ ହେଲା, ସବୁ ମାନେ ହେଲେ ବି ଚାନ୍ସ ହଉଛି କେତେ, ଚାନ୍ସ ହଉଛି 50% ଖଣ୍ଡେ ବୁଝିଲା, ସେମିତି ନାଇଁ ଯେ 99% ଚାନ୍ସ। ତାପରେ ହଉଛି ଏଇଟା ହଉଛି ଏଇଟା ବି 100% ଚାନ୍ସ ବୁଝିଲା, ଏଇଟା ଧାତୁ ଧାତୁରେ ଅଛି। ତାପରେ ଏଇଟାର ବି 100% ଚାନ୍ସ। এই বিষয়ের লং কোশ্চেন কোଉଟା, এইটা ହିଁ ଗୋଟେ ହେଲା, এই বিষয়ের ଲଂ କୋଶ୍ଚେନ କେଇଟା, ଏଇ ଗୋଟେ ହିଁ ଲଂ କୋଶ୍ଚେନ ଅଛି ଏଇ ବିଷୟରେ ବୁଝିପାରିଲ। ଆଉ ହଉଛି ଅଲଗା ଲଂ କୋଶ୍ଚେନ ଗୁଡା ହଉଛି କେମିତି ପଡେ, ମିଶେଇକି ପଡେ ହେଲା। ଆଉ ନହେଲେ ମେନ୍ ଲଂ କୋଶ୍ଚେନ ହଉଛି ଏଇ ବିଷୟରେ ଏଇଟା। ତ ହଉଛି ଏଇଟା ଛୋଟ ଛୁଆ ପରି ଘୁଷିବ ନା ହଉଛି ଏ, ମନେ ରହିଯାଇଛି, ମନେ ରହିଯାଇଛି ହେଲା। ତ ସେମିତି ନାଇଁ ଯେ ଖାଲି ପ୍ରାକ୍ଟିସ କର ହେଲା, ଲେଖା ପ୍ରାକ୍ଟିସ କର, ନହେଲେ ହଉଛି ପରୀକ୍ଷାରେ ମନରେ ଆସୁଥିବ କିନ୍ତୁ ଲେଖି ପାରୁନଥିବ ହେଲା। ତାପରେ ହଉଛି ଏଇଟା ହଉଛି ସର୍ଟ କ୍ୱେଶ୍ଚନ, ଭେରି ଭେରି ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚନ 2 ମାର୍କ ହେଲା। ତାପରେ ହଉଛି କାର୍ବନ ବିଭିନ୍ନ ରୂପ 2 ମାର୍କ 1 ମାର୍କ ହେଲା, ସର୍ଟ କ୍ୱେଶ୍ଚନ ଏଗୁଡା। ତାପରେ ହଉଛି କାର୍ବନ ଯୌଗିକ 2 ପ୍ରକାର ପାର୍ଥକ୍ୟ ପଡବ 2 ମାର୍କ। ତାପରେ ହଉଛି ଏଗୁଡା ହଉଛି କିସ ଏମିତି ପଡବ କି ମାନେ ମିଥେନ ବିଷୟରେ ଆଲକେନ ବିଷୟରେ ଲେଖ ସେମିତି ପଡବନି। ଏଇଟା ଦେଇଥିବ ୟାର ନାମ ପଚାରିଥିବ, ମିଥେନ ଦେଇଥିବ ୟାର ଚିତ୍ର ବନେଇତେ କହିଥିବ କିମ୍ବା ଏଇଟା ସଂକେତ ଲେଖିତେ କହିଥିବ ହେଲା। ଏଇ ଦୁଇଟା ଦେଇଥିବ ତାପରେ କହିଥିବ ହଉଛି ଏଇ ଭିତରୁ କୃପ୍ତ କୋଉଟା ଅକୃପ୍ତ କୋଉଟା ବୁଝିପାରିଲ। ତାପରେ କହିଥିବ C6H14 ରେ କେତେଟା ବନ୍ଧ ଅଛି ହେଲା, C6H14 ରେ କେତେଟା ବନ୍ଧ ଅଛି, କେତେଟା ବନ୍ଧ ଅଛି ବନେଇକି ଦେଖିବ ବୁଝିଲା। C6 ଏଠି ବନେଇଛେ, C6H14 କେତେଟା ବନ୍ଧ ଅଛି 1 2 3 4 5 6 7 8 9 10 11 12 13 14 15 16 17 18 19 କେତେଟା ବନ୍ଧ ଅଛି 19ଟା ବନ୍ଧ ଅଛି। ସେମିତି କହିଥିବ ହଉଛି C3H6 କେତେଟା ବନ୍ଧ ଅଛି, ତ ଏଇଠି ଯଦି ତୁମେ ସିଙ୍ଗଲ ମୋଡ ବାଲା ଚିତ୍ର ବନେଇଦବ ଭୁଲ ହବନି ନା, ହବ ହେଲା। ତ ହଉଛି ଡବଲ ମୋଡ ବନେଇବ ହେଲା, 1 2 3 4 5 6 7 8 9 କେତେଟା ବନ୍ଧ ଅଛି 9ଟି ହେଲା। ତାପରେ ଆଲକାଇନ, ଆଲକାଇନ ବି ସେମିତି କ୍ୱେଶ୍ଚନ କରିବ ହେଲା। ତାପରେ ହଉଛି କିସ କାର୍ବନ ଯୌଗିକର ରାସାୟନିକ ଧର୍ମ, ବାୟୁ ସହ ପ୍ରତିକ୍ରିୟା କଲେ କିସ ହୁଏ ଦେଖବା। ତାପରେ ହଉଛି କ୍ଲୋରିନ ସହ ପ୍ରତିକ୍ରିୟା କଲେ କିସ ହୁଏ ଦେଖବା ହେଲା, ସେମିତି ସବୁର ବୁଝିହେଲା। ଅକ୍ସିଜେନ ସହ ପ୍ରତିକ୍ରିୟା କଲେ କିସ, ଅକ୍ସିଜେନ ମାନେ କିସ ବାୟୁ ସହ ପ୍ରତିକ୍ରିୟା ବୁଝିହେଲା। ଏଗୁଡା କେମିତି ହୁଏ ଦେଖବା ହେଲା, ନେକ୍ସଟ କ୍ଲାସ ବୁଝି ହଉଛି ନା, ବୁଝିଦବା ହେଲା।